ବିଜୁ ଜନତା ଦଳ ଅଯଥାରେ ବିଳିବିଳି ହୁଅନ୍ତୁ ନାହିଁ। ଯେତେବେଳେ ଯାହା ହବା କଥା ଠିକ ସମୟରେ ହବ ଏବଂ ଲୋକ ତାର ଜବାବ ମଧ୍ୟ ଦେଇଛନ୍ତି 24 ରେ, ଦେଇଛନ୍ତି ବାଇ ଇଲେକ୍ସନରେ, ଆଗାମୀ ଦିନରେ ମଧ୍ୟ ଦେବେ। ଆମେ ଖବରକାଗଜରୁ ପଢିଲୁ ଏ କଥା। ମୁଁ ଭାବୁଛି ଭାରତୀୟ ଜନତା ପାର୍ଟିର ନେତୃତ୍ୱଙ୍କ ପାଖେ ଏ କଥାର ସମ୍ପୂର୍ଣ୍ଣ ବିବରଣୀ ନଥାଇପାରେ। ନଈ ନ ଦେଖିକି ନଙ୍ଗଳା ହେଲା ଭଳି ମତେ ଲାଗୁଛି ବିଜୁ ଜନତା ଦଳ ପ୍ରତ୍ୟେକ କଥାରେ ଭାରତୀୟ ଜନତା ପାର୍ଟି ବା ସରକାରକୁ କାଠଗଡ଼ାରେ ଠିଆ କରିବା ପାଇଁ ଚେଷ୍ଟା କରୁଛି। ଭୁଲି ଯାଉଛନ୍ତି ସେମାନେ 24 ବର୍ଷର ସରକାରରେ ଥିଲେ। ତାଙ୍କ ବେଳେ ଯୋଉ ଯୋଉ ନିର୍ବାଚନ ବନ୍ଦ ହେଇଥିଲା କିମ୍ବା ଲେଟ୍ ହଉଥିଲା, ବିଭିନ୍ନ ନିର୍ବାଚନକୁ ଆପଣମାନେ ଦେଖିପାରିବେ। କଲେଜ ଇଲେକ୍ସନକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ, ସେଇଭଳି ବିଭିନ୍ନ ନିର୍ବାଚନକୁ এইভাবে ভাবে ডেরি হউଥିଲା। তাহলে ସେମାନେ সেই কথা করুଥିଲେ কি? দেখন্তু, ইলেকশন কমিশনর ଏକ ସେପାରେଟ ବଡି ବା ତାର ଅଟୋନମସ୍ ବଡି, ତାର ନିଜସ୍ୱ ଦାୟିତ୍ୱ ଏବଂ ଅଧିକାର ରହିଛି। ସେ ଚାହିଁଲେ କୋଉ ମୁହୂର୍ତ୍ତରେ କ'ଣ ପରିସ୍ଥିତି କି ଦେଖିକି ନିର୍ବାଚନ ଘୋଷଣା କରିପାରନ୍ତି। ଯଦି ଜନଗଣନାକୁ ନେଇକି ଡେରି ହବାର ଥିବ, ଇଲେକ୍ସନ କମିଶନର କହିପାରିବେ। ସେ କଥା କୌଣସି ଦଳର, ଏହା କୌଣସି ଦଳର ବ୍ୟାପାର ନୁହେଁ, ନା ଭାରତୀୟ ଜନତା ପାର୍ଟିର, ନା କଂଗ୍ରେସର, ନା ବିଜୁ ଜନତା ଦଳର। ତେଣୁ ଯଦି ଡେରି ହବାର ଥିବ ବା ଡେରି ହବାର କୌଣସି ବିଧି ବ୍ୟବସ୍ଥାରେ ଥିବ, ତାହେଲେ ଇଲେକ୍ସନ କମିଶନର ସେ କଥା ଘୋଷଣା କରିବେ। ଆମେ ଚାହୁଁଛୁ ନିର୍ବାଚନ ଠିକ ସମୟରେ ହଉ। ନିର୍ବାଚନ ଯେଉଁ ଯେଉଁ ସମୟରେ ସାଧାରଣ ଲୋକ ନିର୍ବାଚିତ କରନ୍ତି, ନିର୍ବାଚିତ ପ୍ରତିନିଧି ମାନଙ୍କୁ, ପଞ୍ଚାୟତ ହଉ, ଅର୍ବାନ ହଉ ବା ସାଧାରଣ ନିର୍ବାଚନ ହଉ, ତେଣୁ ସେ ଦାୟିତ୍ୱ ଇଲେକ୍ସନ କମିଶନର। ସେ କଥା ଇଲେକ୍ସନ କମିଶନର ବୁଝିବେ। ବିଜୁ ଜନତା ଦଳ ଅଯଥାରେ ବିଳିବିଳି ହୁଅନ୍ତୁ ନାହିଁ। ଯେତେବେଳେ ଯାହା ହବା କଥା ଠିକ ସମୟରେ ହବ ଏବଂ ଲୋକ ତାର ଜବାବ ମଧ୍ୟ ଦେଇଛନ୍ତି 24ରେ, ଦେଇଛନ୍ତି ବାଇ ଇଲେକ୍ସନରେ, ଆଗାମୀ ଦିନରେ ମଧ୍ୟ ଦେବେ। ସେ କଥା ରାଜ୍ୟ ସଭାପତି, କାରଣ ଆପଣମାନେ ଜାଣିଛନ୍ତି ମିଶ୍ରଣ କାର୍ଯ୍ୟକ୍ରମ ରାଜ୍ୟର ସଭାପତି ଏବଂ ରାଜ୍ୟର ନେତୃତ୍ୱ ମଣ୍ଡଳୀ ଯେଉଁମାନେ ଅଛନ୍ତି ସେ ଦାୟିତ୍ୱରେ ସେମାନେ ବୁଝିବେ। ଆମ ଦ୍ୱାରା ତ ସମସ୍ତଙ୍କ ପାଇଁ, ଏ ତ ବିଶ୍ୱର ସର୍ବବୃହତ ଦଳ। କେବଳ ପ୍ରଭାତ ବିଶ୍ୱାଳ କାହିଁକି, ଆପଣମାନେ ଦେଖିଛନ୍ତି ଅତୀତରେ ବହୁତ ଲୋକ ମିଶିଲେଣି ବହୁତ ଦଳରୁ। ତେଣୁ ଯିଏ ଯିଏ ମିଶିବେ ସେମାନେ ସେ କଥା ରାଜ୍ୟ ସଭାପତିଙ୍କର ଅନୁମୋଦନ କ୍ରମେ ବା ରାଜ୍ୟ ନେତୃତ୍ୱଙ୍କ ଅନୁମୋଦନ କ୍ରମେ ମିଶିବେ। ତା ଦେହରେ କିଛି ଅସୁବିଧା ନାହିଁ।